ଓଡ଼ିଶାରେ ବାହାରିଲା ଶିକ୍ଷକ ଚାକିରି। ଆଶ୍ରୟୀ ପାଇବେ ନିଯୁକ୍ତି, ପିଲା ପାଇବେ ଶିକ୍ଷକ। ଚୟନ ତାଲିକା ଅନୁଯାୟୀ 18,788କୁ ମିଳିବ ଚାକିରି। ଆସନ୍ତୁ ପୁରା ଖବରକୁ ଯିବା। ବିଦ୍ୟାଳୟ ଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହେବ। ରାଜ୍ୟରେ ଶିକ୍ଷକ ଅଭାବ ବି ଦୂର ହେବ। ନୂଆ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ୍ର ଶିକ୍ଷକ ନିଯୁକ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର। ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଦ୍ୱାରା 18,788 ପ୍ରାର୍ଥୀଙ୍କ ଚୟନ ତାଲିକା ଅନୁଯାୟୀ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପିଲା ପାଇବେ ଶିକ୍ଷକ, ଆଶ୍ରୟୀ ପାଇବେ ନିଯୁକ୍ତି। ରାଜ୍ୟରେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ 75,000 ପଦବୀ ଖାଲି ପଡ଼ିଛି। ପ୍ରାଥମିକ ବିଦ୍ୟାଳୟରେ ପ୍ରତି 29 ପିଲାରେ ଜଣେ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 21 ପିଲାରେ ଜଣେ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତେଣୁ ଏହି ଖାଲି ପଦବୀ ପୂରଣ ପାଇଁ ଯୋଜନା ଭିତ୍ତିକ ଭାବେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଅନ୍ୟ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ବିଜେଡି ପ୍ରଶ୍ନ କରିଛି, ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରୁଥିବା ବିଜେପି ସରକାର କେମିତି ଏଭଳି ନିଷ୍ପତ୍ତି ନେଲେ? ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଦୀର୍ଘଦିନ ହୋଇ ଦାବି ହୋଇ ଆସୁଥିଲା। କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନ ବି କରୁଥିଲେ। ଆଉ ଏବେ ପୁରୁଣା ସରକାର ନିଷ୍ପତ୍ତିକୁ ନୂଆ ଢଙ୍ଗରେ କାର୍ଯ୍ୟକାରୀ କରିଛନ୍ତି। ନୂଆ ସରକାର